ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓ ଦେଖନ୍ତୁ। ଆଜି ଆମେ ପାର୍ଟ 2 ପଢ଼ିବା ଲୋକ କାହାଣୀର ସଂଜ୍ଞା ସ୍ୱରୂପ ଆମେ ପଢ଼ିଥିଲେ ପାର୍ଟ 1ରେ। ତ ବର୍ତ୍ତମାନ ଆଜି ଆମେ ପଢ଼ିବା ଲୋକ କାହାଣୀର ପ୍ରକାରଭେଦ ପଢ଼ିବା। ତ ଯେଉଁମାନେ ବି ପ୍ରିଭିୟସ୍ କ୍ଲାସ୍ରେ ଦେଖିନାହାନ୍ତି ଲୋକ କାହାଣୀର ସଂଜ୍ଞା ସ୍ୱରୂପ ଯାଇକି ନିହାତି ଭାବରେ ଦେଖିଦେବେ। ଆମେ ଲୋକ କାହାଣୀ କହିଲେ କ'ଣ ବୁଝ, ଲୋକ କାହାଣୀର ତା'ର ସଂଜ୍ଞା ପଢ଼ିଥିଲେ ହେଲା। ତ ବର୍ତ୍ତମାନ ଆଜି ଆମେ ପଢ଼ିବା ଲୋକ କାହାଣୀର ତା'ର ପ୍ରକାରଭେଦ ପଢ଼ିବା। ତ ବର୍ତ୍ତମାନ ଆମର କ୍ୱେଶ୍ଚିନ୍ ଆସିବ, ଲଙ୍ଗ୍ କ୍ୱେଶ୍ଚିନ୍ ଯଦି ଆସିବ ତାହେଲେ ଲୋକ କାହାଣୀର ସଂଜ୍ଞା ସ୍ୱରୂପ ତା'ର ପ୍ରକାରଭେଦ ଆଲୋଚନା କର, କିମ୍ବା ଲୋକ କାହାଣୀର ପ୍ରକାରଭେଦ ଆଲୋଚନା କର, 5 ମାର୍କର ମଧ୍ୟ ଆସିପାରେ। ତ ବୁଝିବା ଆମେ ଲୋକ କାହାଣୀର ପ୍ରକାରଭେଦ କ'ଣ କ'ଣ ସବୁ ଲୋକ କାହାଣୀ ଅଛି ଆମେ ଜାଣିବା। ତ ଚାଲନ୍ତୁ ଭିଡ଼ିଓକୁ ଫଟାଫଟ ଷ୍ଟାର୍ଟ କରିବା। ତା ପୂର୍ବରୁ ସମସ୍ତେ ଚ୍ୟାନେଲକୁ ନୂଆ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଭିଡ଼ିଓକୁ ସମସ୍ତେ ଲାଇକ୍ କରିଦେବେ। ତ ପିଲା ଦେଖନ୍ତୁ ଶ୍ରେଣୀ ବିଭାଗ, ଆପଣଙ୍କର ଲୋକ କାହାଣୀର ଶ୍ରେଣୀ ବିଭାଗ ଯଦି କହିବା ପରେ କିନ୍ତୁ ଲୋକ କାହାଣୀ ଗୁଡ଼ିକ ସଂଖ୍ୟାରେ ଖୁବ୍ ବେଶୀ। ଏପର୍ଯ୍ୟନ୍ତ ସମସ୍ତ ଲୋକ କାହାଣୀ ସଂଗୃହୀତ ହୋଇପାରି ନାହିଁ, ହୋଇପାରିବା ମଧ୍ୟ ସମ୍ଭବ ମଧ୍ୟ ନୁହେଁ ବୋଲି ଏଠାରେ କୁହାଗଲା। ଯେଉଁଟାକି ସଂଗୃହୀତ କାହାଣୀ ଗୁଡ଼ିକୁ କେତୋଟି ନିର୍ଦ୍ଦିଷ୍ଟ ଭାଗ ଅନ୍ତର୍ଭୁକ୍ତ କରିବା କଷ୍ଟକର। ଗୋଟିଏ ଗୋଟିଏ ଗଳ୍ପ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରି ପୌରାଣିକ, ଦେଖ ପ୍ରଥମେ କ'ଣ ପୌରାଣିକ କାହାଣୀ ପିଲେ ହେଲା, ପୌରାଣିକ କାହାଣୀ ଆସିଲା। ସେକେଣ୍ଡରେ ଆସିବ ଐତିହାସିକ କାହାଣୀ, ଥାର୍ଡ଼ରେ ଆସିବ କିମ୍ବଦନ୍ତୀ କାହାଣୀ, ଫୋର୍ଥରେ ଆସିବ ପଶୁପକ୍ଷୀ ସମ୍ବନ୍ଧୀୟ କାହାଣୀ ଏବଂ ଅସାବ୍ରତ ସମ୍ବନ୍ଧୀୟ କାହାଣୀ ଏବଂ ଅନ୍ୟାନ୍ୟ କାହାଣୀ। ଏହି 6ଟି ବା 6 ଗୋଟି ବିଭାଗରେ ଏଗୁଡ଼ିକ ସ୍ଥୂଳତଃ ବିଭକ୍ତ କରାଯାଇପାରେ। ପିଲା ଦେଖନ୍ତୁ ବହୁତ ସାରା ଅଛି, ମୁଁ ଆପଣଙ୍କୁ ବୁଝିବା ପାଇଁ ଏଇ 6 ଗୋଟି ଆପଣଙ୍କୁ ବୁଝିବାକୁ ପଡ଼ିବ। ଏକ୍ଜାମ୍ରେ ଆସିଲେ ଏଇ 6ଟି ଲେଖିଲେ ମଧ୍ୟ ଆପଣଙ୍କୁ ଚଳିବ ହେଲା। ମୁଁ ଆପଣଙ୍କୁ ହ୍ୟାଣ୍ଡନୋଟ୍ ସହିତ ଦେଇଦେବି କେମିତି ଲେଖିବେ, ମାନେ ଲଙ୍ଗ୍ କ୍ୱେଶ୍ଚିନ୍ ତିଆରି କରିବେ ତାହା ମଧ୍ୟ ଆପଣଙ୍କୁ କହିଦେବି। ତ ପ୍ରଥମେ ଦେଖିବା ପିଲେ ପୌରାଣିକ କାହାଣୀ ପୁଣି କାହାକୁ କୁହାଯାଏ ବୁଝିବା। ଦେଖ ମୁଁ ଆପଣଙ୍କୁ ଯେମିତି କହୁଥିଲି କି ବହୁତ ସାରା କାହାଣୀ ମାନେ ଶୁଣୁଥିଲୁ ଆମେ ହେଲା, ଛୋଟ ଛୋଟ ବେଲେ ଯେଉଁ ମାନେ ଶୁଣିଛନ୍ତି କି ନାହିଁ କମେଣ୍ଟ କରି କହିବେ। ବହୁତ ସାରା କାହାଣୀ ଆମମାନଙ୍କୁ ମାନେ ଶୁଣାଉଥିଲେ, ଗପ ଶୁଣାଉଥିଲେ। ତ ଦେଖନ୍ତୁ ପୌରାଣିକ କାହାଣୀ ଗୁଡ଼ିକ ହେଉଛି ଆମେ ଯେମିତିକି ରାମାୟଣ, ସେହି ସମୟରେ ବହୁତ ସାରା ରାମାୟଣ ମହାଭାରତ ଚାଲୁଥିଲା। ତ ରାମାୟଣ ମହାଭାରତ ଅନ୍ୟାନ୍ୟ କେତେକ ପୁରାଣ ଗ୍ରନ୍ଥରେ ବର୍ଣ୍ଣିତ ଲୋକପ୍ରିୟ ଆଖ୍ୟାନ ଗୁଡ଼ିକ କାହାଣୀ ରୂପେ ଲୋକ ସମାଜରେ ପ୍ରଚଳିତ ଥିଲେ। ତ ଶାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ ଓ ପରବର୍ତ୍ତୀ ଅନ୍ୟ କେତେକଙ୍କ ପୁରାଣରେ ଥିବା ଉପାଖ୍ୟାନ ମଧ୍ୟ କାହାଣୀ ଭାବରେ ସମସାମୟିକ ଉତ୍କଳୀୟ ସମାଜ ପ୍ରଚଳିତ ଥିଲା ଏବଂ ଏବେ ମଧ୍ୟ ଧାରା ଅକ୍ଷୁଣ୍ଣ ରହିଥିବାର ଲକ୍ଷ୍ୟ କରାଯାଏ। ତ ପିଲା ଦେଖନ୍ତୁ ଆପଣମାନେ ଯେଉଁ ପୌରାଣିକ କାହାଣୀ ଯଦି କହିବା ତାହେଲେ ଶାରଳା ଦାସଙ୍କର ଯେଉଁଟାକି ହେଲା ମହାଭାରତ ହେଲା, ଶାରଳା ଦାସ ମହାଭାରତ ଲେଖିଥିଲେ। ତ ତାଙ୍କର କାହାଣୀ ଗୁଡ଼ିକରେ ଆମର ବହୁତ ସାରା କାହାଣୀ ଅଛି ଯେଉଁଟାକି ଆମର ଏହି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିବାର ଲକ୍ଷ୍ୟ କରାଯାଏ ନାହିଁ ବୋଲି ଏଠାରେ କୁହାଗଲା। ଯେଉଁଟାକି ପୌରାଣିକ କାହାଣୀ ଗୁଡ଼ିକ ମଧ୍ୟରେ ସୀତା ବନବାସ, ଜାଣିଥିବେ ସୀତା ଯେମିତି ବନବାସ ଯାଉଥିଲେ, ରାବଣ ହେଲା, ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ କେମିତି ହେଇଥିଲା ଏବଂ ଲକ୍ଷ୍ମଣ ଶକ୍ତିଭେଦ, ଲକ୍ଷ୍ମଣଙ୍କର ଶକ୍ତିଭେଦ, ରାମ ଏବଂ ଲକ୍ଷ୍ମଣ ଗଙ୍ଗା ନଦୀ ପାରର କାହାଣୀ ଆମେ ଶୁଣିଥିଲେ। ଲବକୁଶ କଥା ବର୍ଣ୍ଣନା କରାଯାଇଛି ବା କର୍ଣ୍ଣଙ୍କ ପୁତ୍ର ବଳିଦାନ, ଏକଲବ୍ୟଙ୍କର ଗୁରୁଦକ୍ଷିଣା, ଯେମିତି ଆପଣ ମହାଭାରତରେ ଦେଖିଥିବେ ଗୁରୁଦକ୍ଷିଣା କେମିତି ଦିଆଯାଏ। ତ ଏଇଟା ଦେଖନ୍ତୁ ଭୀମ ଏବଂ ଦୁଃଶାସନ, ତାଙ୍କ ଦୁଇ ଜଣଙ୍କ ମଧ୍ୟରେ କେମିତି ଯୁଦ୍ଧ ହୁଏ, ଏଇ ଯେଉଁ ପୌରାଣିକ କାହାଣୀ ମାନେ ଆମେ ଶୁଣିବାକୁ ପାଇଥାଉ ହେଲା। ତାଙ୍କର ଯୁଦ୍ଧ ଏବଂ କିଚକବଧ, ଦୁର୍ଯ୍ୟୋଧନଙ୍କ ରକ୍ତ ନଦୀର ସନ୍ତରଣ, ଭୀମ ବକାସୁର ଯୁଦ୍ଧ, ଏଇ ଦୁଇ ଜଣଙ୍କର ଯୁଦ୍ଧ ଆମେ ଜାଣିଥିଲେ। ଦାନୀ ହରିଶ୍ଚନ୍ଦ୍ର କଥା ଆମେ ଜାଣିଥିଲେ। ଶିବି ଏବଂ ରଚିତ କ'ଣ ଦମୟନ୍ତୀ ସ୍ୱୟଂବର, ପ୍ରହ୍ଲାଦ ଚରିତ୍ର, ଧ୍ରୁବ ରଚିତ ସାବିତ୍ରୀ, ସତ୍ୟବାନ ଚରିତ, କୃଷ୍ଣଙ୍କ ବାଲ୍ୟଲୀଳା ଏବଂ ସୁଦାମା ଦାରିଦ୍ର୍ୟ ଭଞ୍ଜନ, ଉଷା ଅନିରୁଦ୍ଧ କଥା ଇତ୍ୟାଦି ଆମେ କେତୋଟି କାହାଣୀ ଲୋକମାନଙ୍କ ମଧ୍ୟରେ ବେଶ୍ ଆଦୃତ ଥିଲା, ଯେଉଁଟାକି ପୌରାଣିକ ଲୋକ କାହାଣୀରେ ଏ ଯେଉଁ ଅନ୍ତର୍ଭୁକ୍ତ ଅଛି ହେଲା। ତ ଏଇସବୁ ଆମେ ଯେଉଁ ପୌରାଣିକ କାହାଣୀ ଭାବରେ ଆମେ ଅନ୍ତର୍ଭୁକ୍ତ କରିପାରିବା। ନେକ୍ସଟ ଦେଖନ୍ତୁ ପିଲା ନମ୍ବର ଐତିହାସିକ କାହାଣୀ। ପୁଣି ଐତିହାସିକ କାହାଣୀ କେଉଁ ବିଭାଗରେ ଗଲା ବା କେଉଁ ଜାଗାରେ ଅନ୍ତର୍ଭୁକ୍ତ କରାଗଲା। ଦେଖ ଏହି ଶ୍ରେଣୀର କାହାଣୀ ସଂଖ୍ୟା ଖୁବ୍ କମ୍ ପିଲେ। ଓଡ଼ିଶାର ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ କାଞ୍ଚି କାବେରୀ ଅଭିଯାନ ହେଲା। ତ ପୁରୁଷୋତ୍ତମ ଦେବ ଓଡ଼ିଶାର ଯେଉଁ ଥିଲେ ମହାରାଜା ପୁରୁଷୋତ୍ତମ ଦେବ, ତାଙ୍କର କାଞ୍ଚି କାବେରୀ ଅଭିଯାନର କଥା ଆମେ ଜାଣିପାରିବା ଐତିହାସିକ କାହାଣୀ। ତ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ ଆମେ ଜାଣିପାରିବା ଏବଂ ସଂଗ୍ରାମୀ ବୀର ଦଳବେହେରାଙ୍କର ସଂଗ୍ରାମ କୌଶଳ, ଚାକେ ଖାଣ୍ଟିଆଙ୍କର ବୀରତ୍ୱ ଏବଂ ଝାନ୍ସୀ ରାଣୀ, ପିଲା ଝାନ୍ସୀ ରାଣୀକି କିଏ ଜାଣିଛୁ, ଝାନ୍ସୀ ରାଣୀଙ୍କୁ ତାଙ୍କ ବିଷୟରେ ମଧ୍ୟ ଯେଉଁଟାକି ଲକ୍ଷ୍ମୀବାଇଙ୍କର ବୀରତ୍ୱ କାହାଣୀ ବର୍ଣ୍ଣିତ ହୋଇଛି କେଉଁଠି ଐତିହାସିକ କାହାଣୀ ମଧ୍ୟରେ ଆମେ ଜାଣିବାକୁ ପାଇଥାଉ। ଐତିହାସିକ କାହାଣୀ ଗୁଡ଼ିକ ଆଜି ଲୋକ କାହାଣୀ ରୂପେ ପ୍ରଚାରିତ ବୋଲି ଆମେ ଐତିହାସିକ କାହାଣୀ ଗୋଟିଏ ଆମେ ଜାଣିପାରିବା। ଦେଖନ୍ତୁ କିମ୍ବଦନ୍ତୀ ପିଲା ହେଲା, କିମ୍ବଦନ୍ତୀ କ'ଣ ଦେଖ, କିମ୍ବଦନ୍ତୀରେ ଆମେ କେଉଁ କାହାଣୀ ମାନେ ଜାଣିଥାଉ, ତେଣୁ ବହୁ ପୌରାଣିକ ଐତିହାସିକ ଦେବ ବା ଦେବାଦେବୀ ସମ୍ପର୍କୀୟ
କିମ୍ବଦନ୍ତୀ ଲୋକ କାହାଣୀରେ ରୂପ ପାଇଛି, ଯେଉଁଟାକି କାଶିଆ କପିଳା ଭେଟ, ଶିବେଇ ସାମନ୍ତରାୟଙ୍କ ଚାଉଖିଆ, ଧର୍ମପଦର କୋଣାର୍କ ମନ୍ଦିର ମୁଣ୍ଡି ମାରିବା, ଜଣା ଯେଉଁ କିମ୍ବଦନ୍ତୀ ପିଲା ଯେଉଁ କୋଣାର୍କ ମନ୍ଦିର ଧର୍ମପଦ ଯେଉଁ ଛୋଟ ପିଲା 12 ବର୍ଷର ଛୋଟ ପିଲା ଯେଉଁ ଧର୍ମପଦ କୋଣାର୍କର ମୁଣ୍ଡି ମାରିବା କଥା ଆମେ ମାନେ ସେ ସମୟରେ ଆମେ ଜାଣିଥିଲେ ହେଲା, କେମିତି ସେ ମୁଣ୍ଡି ମାରୁଥିଲା, ଏଇସବୁ କାହାଣୀ ଆମେ ଶୁଣିବାକୁ ପାଉଥିଲୁ। ତ ଗାଲମାଧବ କାହାଣୀ ଏବଂ ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ, ଇନ୍ଦ୍ରଦ୍ୟୁମ୍ନ କ'ଣ ମନ୍ଦିର ନିର୍ମାଣର ଜଗନ୍ନାଥ ମୂର୍ତ୍ତି, କିଏ ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରୁଥିଲେ ଜଗନ୍ନାଥ ମନ୍ଦିର, ସେ ବିଷୟରେ ଆମେ କ'ଣ ଆମେ କିମ୍ବଦନ୍ତୀ ମାନେ କାହାଣୀ ଆଡ଼କୁ ଆମେ ଜାଣିଥାଉ। ତ ନିର୍ମାଣ ଇତ୍ୟାଦି ଅସଂଖ୍ୟ କାହାଣୀ ଓଡ଼ିଆ ଲୋକ ସମାଜରେ ପ୍ରଚଳିତ, ଏଗୁଡ଼ିକ କିମ୍ବଦନ୍ତୀ ମୂଳକ ହେଲେ ଏହାକୁ ସତ୍ୟ ବୋଲି ବକ୍ତା ଓ ଶ୍ରୋତକ ଉଭୟ ଗ୍ରହଣ କରୁଛନ୍ତି। ବୁଝିପାରିଲେ? ତ ଏଇଟା ଆମର କିମ୍ବଦନ୍ତୀ ମୂଳକ କାହାଣୀ ବୋଲି ଆମେ ଜାଣିଛେ। ନେକ୍ସଟ ପରବର୍ତ୍ତୀ ପଶୁପକ୍ଷୀ ସମ୍ବନ୍ଧୀୟ କାହାଣୀ ପିଲା ଦେଖନ୍ତୁ, ବହୁତ ସାରା ଆମେ ପଶୁପକ୍ଷୀମାନଙ୍କର କାହାଣୀ ଆମେ ଛୋଟବେଳେ ଶୁଣିଥାଉ। ତ କେଉଁ କାହାଣୀ ଆମେ ଜାଣିବା, ଦେଖ ଏହି ପ୍ରକାର କାହାଣୀ ସାଧାରଣତଃ କ'ଣ ଶିଶୁମାନଙ୍କ ନିମିତ୍ତ ଉଦ୍ଦିଷ୍ଟ, ମାନେ ଛୋଟ ଛୋଟ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ସେ ସମୟରେ ଆମକୁ ଏଇ ଯେଉଁ ପଶୁପକ୍ଷୀ କାହାଣୀ ଆମକୁ ବହୁତ ସାରା ଶୁଣାଉଥିଲେ। ତ ଏଥିରେ ବାଘ, ଭାଲୁ, ସିଂହ, ମାଙ୍କଡ଼, କୁମ୍ଭୀର, ଠେକୁଆ, ବିଲୁଆ, କୁକୁର, ବିରାଡ଼ି, ନେଉଳ ପ୍ରଭୃତି ପଶୁ ଏବଂ କାଉ, ବଗ, ଶୁଆ, ଶାଗୁଣା ପ୍ରଭୃତି ପକ୍ଷୀ ମଣିଷ ପରି କଥାବାର୍ତ୍ତା କରନ୍ତି। ଏଗୁଡ଼ିକ ମୂଳତଃ ଉପଦେଶମୂଳକ ବାଘ ମାମୁଁ ଭାବରେ, ବିଲୁଆ ନନା ଭାବରେ ହେଲା। ତ ଆପଣମାନେ ପଢ଼ିଥିବେ ଛୋଟ ଛୋଟ ଯେଉଁ ପ୍ରଥମ କ୍ଲାସ୍ ଦ୍ୱିତୀୟ କ୍ଲାସ୍ରେ ପଢ଼ିଥିବେ, ବାଘ ମାମୁଁ ଛୋଟ ପଟର ଗୋଟେ ଗୀତ ଥିଲା, ବିଲୁଆ ନନା ଭାବରେ ଯେଉଁ ବେଙ୍ଗୁଳି ନାନୀ ହେଲା, ପଢ଼ିଥିବେ କି ନା ଆପଣମାନେ ନିହାତି ଭାବରେ ମନେ ପଡ଼ିଥିବ। ସେ କାହାଣୀ ଆମେ ପଢ଼ିଥିଲେ ଯେଉଁଟାକି କ'ଣ ଆପଣଙ୍କର ପଶୁପକ୍ଷୀ କାହାଣୀ ବୋଲି ତ ଭାବରେ ସମ୍ବୋଧନ ହୋଇଥାନ୍ତି ପିଲେ। ତ ଏହି ଗଳ୍ପ ଗୁଡ଼ିକରେ ପୁଣି ବିଲୁଆ ଖୁବ୍ ଚତୁର, କୁମ୍ଭୀର କାଉ ବୋକା ହେଲା। ତ ଏଠାରେ ବିଲୁଆକୁ ଖୁବ୍ ଚତୁର ବୋଲି କୁହାଯାଉଛି ଏବଂ କାଉକୁ ବୋକା ବୋଲି, ଏବଂ ଶାଗୁଣା ଭବିଷ୍ୟତ ବକ୍ତା, ଶୁକ ଜ୍ଞାନୀ, ବିରାଡ଼ି ଛଦ୍ମ ବୈଷ୍ଣବ, କୁକୁର ପ୍ରଭୁ ଭକ୍ତ ଭାବରେ ଏଗୁଡ଼ିକରେ ବର୍ଣ୍ଣିତ ହେବାର ଆମେ ଜାଣିଥାଉ। ତ ଛେଳି ଖୁବ୍ ସାହସୀ, ଏପରିକି ସେ ବାଘକୁ ମଧ୍ୟ ଆଖି ଦେଖାଇପାରେ। ତ କବାଟ କିଳି ମନ୍ଦିର ଭିତରେ ରହି ସେ ପୂଜକକୁ ଜବାବ ମଧ୍ୟ ଦିଏ। ତ ଏଇସବୁ କାହାଣୀ ଆମେ ଶୁଣିଥିଲୁ। ବୁଝିପାରିଲେ? ପରବର୍ତ୍ତୀ ପିଲା ଦେଖନ୍ତୁ ଆମର ଓଷାବ୍ରତ ସମ୍ବନ୍ଧୀୟ କାହାଣୀ। ଓଷାବ୍ରତ ସମ୍ବନ୍ଧୀୟ କାହାଣୀ କାହାକୁ କୁହାଯାଏ ପୁଣି ଦେଖିବା। ତ ଦେଖନ୍ତୁ ଓଡ଼ିଆ ସମାଜରେ ବହୁ ପ୍ରକାର ଓଷାବ୍ରତ, ଉପବାସ ଇତ୍ୟାଦି ପାଳିତ ହୋଇଥାଏ। ଓଡ଼ିଆ ନାରୀମାନେ ଏସବୁ ନିଷ୍ଠାର ସହିତ ପାଳନ କରିଥାନ୍ତି। ଓଷାବ୍ରତ ପାଳନର ଲକ୍ଷ୍ୟ ହେଉଛି ଯଶ, ଖ୍ୟାତି, ଧନପୁତ୍ର ଇତ୍ୟାଦି ଲାଭ ହେଲା। ଓଷାବ୍ରତ କାହାଣୀ ଯେଉଁଟା କୁହାଯାଏ ପିଲା, ଗ୍ରାମର ସ୍ତ୍ରୀ ଲୋକମାନେ એકତ୍ରିତ ବିଭିନ୍ନ ଓଷାବ୍ରତ ପାଳନ କରିଥାନ୍ତି। ତ ପ୍ରତି ଓଷା ବା ବ୍ରତ ସହିତ ଗୋଟିଏ କାହାଣୀ ଜଡ଼ିତ ହୋଇଛି, ଯେଉଁଟା ଏକ ନିର୍ଦ୍ଦିଷ୍ଟ ଓଷା ବ୍ରତର କାହାଣୀର ସମ୍ପୃକ୍ତ ଦେବ ବା ଦେବୀଙ୍କର ମହିମା କୀର୍ତ୍ତିତ ହୋଇଥାଏ। ଦେବତା ସନ୍ତୁଷ୍ଟ ହେଲେ ସୁଫଳ ଓ ଅସନ୍ତୁଷ୍ଟ ହେଲେ କୁଫଳ ବୋଲି ଏଠାରେ ଆମେ ସେତେବେଳେ ନିର୍ଣ୍ଣୟ କରାଯାଇଥାଏ। ଏଗୁଡ଼ିକର ସ୍ଥାନ ପାଇଥାଏ ଯେ ବିଭିନ୍ନ ପ୍ରକାର ଓଷାବ୍ରତ କଥାମାନ ବର୍ତ୍ତମାନ ପୁସ୍ତକ ଆକାରରେ ଉପଲବ୍ଧ ହେଉଥିଲେ ପ୍ରଥମେ ଏସବୁ ଲୋକ କାହାଣୀ ଭାବରେ ପ୍ରଚଳିତ ଥିଲା। ତ ଓଡ଼ିଶାରେ ବିଶେଷ ଭାବରେ ପ୍ରଚଳିତ ଓଷାମାନଙ୍କ ମଧ୍ୟରେ ଖୁଦୁରୁକୁଣୀ, ଆପଣ ଜାଣିଥିଲେ ଖୁଦୁରୁକୁଣୀ ଓଷା, ବୁଧେଇ ଓଷା, ଷଠୀ ଓଷା, ବାଲି ତୃତୀୟା ଓଷା ଏବଂ ଦ୍ୱିତୀୟ ଓଷା ବଡ଼ ଓଷା, ଚଉତିଶା, ମଙ୍ଗଳବାର ଓ ଓଷା ପୌଷ ରବିବାର ଓଷା ଇତ୍ୟାଦି ଉଲ୍ଲେଖଯୋଗ୍ୟ କରିଥାଉ। ତ ସେହିପରି ଦେଖନ୍ତୁ ବିଶେଷ ଲୋକପ୍ରିୟତା ଓ ଲାଭ କରିବା ବ୍ରତଗୁଡ଼ିକ ମଧ୍ୟରୁ କେତୋଟି ହେଲା ସୋମନାଥ ବ୍ରତ, ଜାଣିପାରିଥିବେ ସମସ୍ତେ ଜାଣିଛନ୍ତି, ଅନନ୍ତ ବ୍ରତ, ସୁଦଶା ବ୍ରତ ଏବଂ ରାଇଦାମୋଦର ବ୍ରତ, କୋଦାର ବ୍ରତ, ରବିନାରାୟଣ ବ୍ରତ, କୁକୁଟି ବ୍ରତ, ନିଶା ମଙ୍ଗଳବାର ବ୍ରତ ଇତ୍ୟାଦି ହେଲା। ତ ଏଇ ଭିତରେ ମାନେ ତ ଓଷା ଖୁଦୁରୁକୁଣୀ ଓଷା ଆପଣ ଜାଣିପାରିଥିବେ। ତ ଏଇଟା ଗୋଟେ ଓଷା ବ୍ରତ ସମ୍ବନ୍ଧୀୟ କାହାଣୀ ମାନେ ବହୁତ ସାରା ଆପଣଙ୍କର ଥିଲା। ତ ଅନ୍ୟାନ୍ୟ କାହାଣୀ ଦେଖ ଏତିକି ଆପଣଙ୍କୁ ବୁଝିବା ପାଇଁ ଖାଲି ମାନେ କାହାଣୀର ପ୍ରକାରଭେଦ କ'ଣ ସବୁ ଥିଲା, ପୌରାଣିକ ଥିଲା, ଐତିହାସିକ ଥିଲା, କିମ୍ବଦନ୍ତୀ ଥିଲା। ତ ଅନ୍ୟାନ୍ୟ କାହାଣୀ ଯଦି କହିବା ତାହେଲେ ସତ୍ୟନାରାୟଣ ପୂଜା କାହାଣୀକୁ ସତ୍ୟ, ପିପରଙ୍କ ମହାତ୍ମ୍ୟ, ପ୍ରକ୍ଷେପ, ତ ଏଇସବୁ ଦେଖନ୍ତୁ ମାନେ ଅନ୍ୟାନ୍ୟ କାରଣ ବହୁତ ସାରା କାହାଣୀ ଅଛି। କିନ୍ତୁ ଆମକୁ ବୁଝିବା ପାଇଁ ଏତିକି ଖାଲି ଆପଣ ବୁଝନ୍ତୁ। ମୁଁ ତାର ଲଙ୍ଗ କୋଶ୍ଚିନ୍ ଦେଇଦେବି ହେଲା। ପ୍ରକାରଭେଦ ଏତିକି ଖାଲି ଥିଲା। ବର୍ତ୍ତମାନ ଆମେ ପଢ଼ିବା ଏବେ ନେକ୍ସଟ ଚାପ୍ଟରକୁ। ବହୁତ ସାରା କମେଣ୍ଟ କରୁଥିଲେ ସାର୍ ମାନେ ଫାଷ୍ଟ ଷ୍ଟାର୍ଟିଂ ଗୋଟେ ଚାପ୍ଟର ଯେଉଁଟା ଥିଲା ମୁଁ ଛାଡ଼ି ଦେଇଥିଲି, ଯେଉଁଟାକି ଲୋକବାଣୀର ସଂଜ୍ଞା ସ୍ୱରୂପ। ତ ବର୍ତ୍ତମାନ ଲୋକବାଣୀର ସଂଜ୍ଞା ସ୍ୱରୂପ ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା। ଆଉ ଗୋଟେ ହେଲା ନାଟକର ସଂଜ୍ଞା ସ୍ୱରୂପ ଅଛି ହେଲା, ତାହା ମଧ୍ୟ ଗୋଟେ ସାରିଦେବ। ମାନେ ଏଇ ଯେଉଁ ଚାପ୍ଟରଟା ବା ଏଇ ଯେଉଁ ମାନେ କୋର୍ ପେପରଟା ଯେଉଁଟା କୋର୍ ପେପର 12ର ଅଛି ଟୋଟାଲିଟା ସାରିଦେବା, ତାପରେ ଆମେ ନେକ୍ସଟ ପେପରକୁ ଆମେ ଯିବା। ବୁଝିପାରିଲେ? ତ ଏତିକି ଟିକେ ରୁହନ୍ତୁ ପୁରା। ତ
तो ଏତିକି ବି ଆପଣ ଜାଣିପାରନ୍ତୁ ଅନ୍ୟାନ୍ୟ କାହାଣୀ ଯଦି କହିବା ତାହେଲେ ବହୁତ ସାରା ଅଛି ଆପଣଙ୍କର ଏତିକି ଆପଣ କନସେପ୍ଟ କ୍ଲିୟର ହୁଅନ୍ତୁ ବୁଝିପାରିଲେ। तो आज एतिक था नेक्स्ट क्लास आउ गोटे मैंने आम कंटिन्यू क्लास करवा तेणु समस्त वीडियो को लाइक करेंगे चैनल को चैनल को सब्सक्राइब करदे वीडियो को समस्त लाइक माने कौन शेयर करदेवे। मो ये रोज धन्यवाद।